ଛାଡ଼ନ୍ତୁ। ତେଣୁ ସତସଙ୍ଗ କଥା ପଡ଼ିଛି। ତେଣୁ ସତ୍ସଙ୍ଗ ଆମେ ସତ ସହିତ କେମିତି ସଙ୍ଗ ହେବା ତା ପାଇଁ ଟେକ୍ନିକ୍ ଅଛି। ସେ ହେଉଛି ବହିର୍ମୁଖୀ ଟେକ୍ନିକ୍ ନୁହେଁ, ଅନ୍ତର୍ମୁଖୀ ଟେକ୍ନିକ୍, ସିକ୍ରେଟ୍ ଟେକ୍ନିକ୍। ତାକୁ ଗୁରୁ ତତ୍ତ୍ୱଗୁରୁ, ଗୁରୁ ନୁହେଁ ତତ୍ତ୍ୱଗୁରୁ ଶିଷ୍ୟକୁ କହିବେ। ଯାହାର ପୂର୍ବଜନ୍ମର ସଂସ୍କାର ଅଛି, ଯାହାର ପୂର୍ବଜନ୍ମର ଭାଗ୍ୟ ଅଛି, ଯିଏ ଜନ୍ମ ଜନ୍ମାନ୍ତର ସାଧନା କରି ଆସିଛନ୍ତି। ଦେଖନ୍ତୁ, ଗୋଟିଏ ଜନ୍ମରେ କେବେ କିଛି ହୁଏ ନାହିଁ। ଯଦି ହେଇଥାନ୍ତେ ତାହେଲେ ଭଗବାନ ଭଗବତ ଗୀତାରେ କହିନଥାନ୍ତେ ବହୁନାଂ ଜନ୍ମ ନାମନ୍ତେ ଜ୍ଞାନମାନ ମାଂ ପ୍ରପଦନ୍ତେ ବାସୁଦେବ ସର୍ବମିତି ସ ମହାତ୍ମା ସୁଦୁର୍ଲଭ। ବହୁନାଂ ଶବ୍ଦଟା ସେଠି ଲଗାଇ ଭାଗବତରେ ଲେଖା ହେଇଛି। ଅନେକ ଜନ୍ମ ତପ କରି ଗୋପେ ଜନ୍ମିଲେ ଗୋପ ନାରୀ, ଅନେକ ଜନ୍ମ ତପ ଫଳେ ମନୁଷ୍ୟ ଜନ୍ମ ମହିତଳେ। ଆପଣ ଏଇ ଗୋଟିଏ ଜନ୍ମରେ ଏଇ ଅବସ୍ଥାକୁ ଆସିନାହାନ୍ତି। ଆଙ୍କ ପଛପଟରେ ଅନେକ ଜନ୍ମ ଆପଣଙ୍କର ପଛପଟରେ ରହିଛି। ଯେହେତୁ ଆପଣ ଜାଣିପାରୁନାହାନ୍ତି, କେତେବେଳେ ଜାଣିବେ? ସେଇ ତତ୍ତ୍ୱଗୁରୁ କହିବେ। ଯେମିତି ବୁଦ୍ଧଦେବ 100 ଜନ୍ମର କଥା କହିଦେଲେ, ଜୈନ କହିଦେଲେ, ରାମକୃଷ୍ଣ କହିଦେଲେ, ରମଣ ମହର୍ଷି କହିଦେଲେ। ଆମର କ୍ରିୟା ଯୋଗ ପରମ୍ପରାଙ୍କ ଗୁରୁମାନଙ୍କ କଥା ମୁଁ କୁହେ ନାହିଁ। ବାବାଜୀ ମହାରାଜ, ଲାଇଡେବା, ଯୁକ୍ତେଶ୍ୱର, ଯୋଗାନନ୍ଦ, ଯେମିତି ଯୋଗାନନ୍ଦ ଯେ ଅଟୋବାୟୋଗ୍ରାଫି ଯୋଗୀ ପଢ଼ିବେ, ସେ ପାଇବେ କେମିତି କାଶୀକି ଖୋଜିକି କଲିକତା ସହରରୁ ବାହାର କରିଦେଲେ କାଶୀ କେଉଁଠି ମରିକି କେଉଁଠି ଜନ୍ମ ହେଇଛି। ତେଣୁ ସେମିତି ଆପଣ ସାଧନା କଲେ ମନର 5ଟା ଅବସ୍ଥାରୁ ମୁଁ କିଛି କହିନି। ମୂଢ଼ କଥା କହିନି, କ୍ଷିପ୍ତ କଥା କହିନି, ବିକ୍ଷିପ୍ତ କଥା କହିନି, ଏକାଗ୍ର କଥା କହିନି। ନିରୋଧ ନିରୁଦ୍ଧ ମନ ଯେତେବେଳେ ନିରୋଧ ହେଇଯିବ, ଅର୍ଥାତ୍ ସମସ୍ତ ବୃତ୍ତି ଶୂନ୍ୟ ହେଇଯିବ। ବୃତ୍ତିଗତ ଥଟ୍ସ, ଯେଉଁ ଚିନ୍ତା ଗୁଡ଼ାକ ଆପଣ ଭିତରେ ଆସୁଛି, ଦିନକୁ 60,000 ଚିନ୍ତା। ତେଣୁ ଛାଡ଼ନ୍ତୁ। ଯଦି ନିରୋଧ ହେଇଯିବ, ଆପଣ ଆପଣଙ୍କର ଜନ୍ମ ଜନ୍ମାନ୍ତର କଥାକୁ ଜାଣିପାରିବେ। ମୁଁ କେଉଁଠି ପୂର୍ବ ଜନ୍ମରେ ଥିଲି, ଏବେ କେଉଁଠିକି ଆସିଛି, ଏ ଦେହାନ୍ତ ପରେ ମୁଁ ପୁଣି କେଉଁ ଜାଗାକୁ ଯିବି, କେଉଁଠି ମୁଁ ଜନ୍ମଗ୍ରହଣ କରିବି, ଆଉ କ'ଣ ହେଇକି ଜନ୍ମ ହେବି, ଆପଣ ନିରୋଧ ପରେ ଜାଣିପାରିବେ। ତା ପାଇଁ ପିଲାଟା IAS ପରୀକ୍ଷା ଦେବ, କି ବ୍ୟାଙ୍କ PO ଦେବ, କି OS ପରୀକ୍ଷା ଦେବ। ତା ପାଇଁ କେତେ ଓଖଲା ମେଡ଼ିକାଲ ଆଜିକାଲି ପଢ଼ିବା ପାଇଁ 16 ଘଣ୍ଟା 17 ଘଣ୍ଟା ଗୋଟେ ପିଲା ପରିଶ୍ରମ କରୁଛି। 670 ନା 60 ନ ରଖିଲେ ଆମେ ତ ଜାଣିନୁ, ସିଏ ଆଡ଼ମିସନ୍ କରିପାରିବନି। ଟିଉସନ୍ ମାଷ୍ଟର, ଅସତକୁ ପାଇବା ପାଇଁ ଏତେ ବଡ଼ ମାନେ ଉଦ୍ୟମ ପ୍ରଚେଷ୍ଟା। ଅସତକୁ ପାଇବା ପାଇଁ ଯିଏ ସତ୍, ଯେଉଁ ଭଗବାନ ଆମ ଭିତରେ ଅଛନ୍ତି, ତାଙ୍କୁ ପାଇବା ପାଇଁ ଆମକୁ କେତେ ତପସ୍ୟା କରିବାକୁ ପଡ଼ିବ। ସେ କେମିତି ମିଳିବେ? କାରଣ ଜୀବନର ପ୍ରଧାନ ଲକ୍ଷ୍ୟ, ମୁଁ ଜନ୍ମ ହେଇଛି କେବଳ ଭଗବତ ପ୍ରାପ୍ତି ପାଇଁ। We are born for self realization। ମନୁଷ୍ୟ ଜନ୍ମର ଲାଭ ଯେବେ ଗୋବିନ୍ଦେ କରେ ଭାବ, ନରତନୁ ନୁହେଁ ବିଳାସ ଭୂଇଁ, ନରତନୁ ହରି ଭଜନ ପାଇଁ। ମୁଁ କେବଳ ଆସିଛି ପରମାତ୍ମା ପରମ ବ୍ରହ୍ମକୁ ପ୍ରାପ୍ତି ପାଇଁ। ମୁଁ ଏ କଥା କହିକି ଆସିଛି।